1/1/2018 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲକଡାଉନ୍ ଉଚ୍ଛେଦ କରିକି ପୂର୍ଣ୍ଣ ଅନୁଦାନ ଘୋଷଣା କରିଥିଲେ। ମାତ୍ର ଆଜି ଏଟା 2024 ହେଲା, ଲକଡାଉନ୍ ଆଉ ପୂର୍ଣ୍ଣ ଅନୁଦାନ ମଧ୍ୟରେ ଥିବା ଏକମାତ୍ର ପାର୍ଥକ୍ୟ ଯେଉଁଟା ହେଉଛି ଚାକିରି ସର୍ତ୍ତାବଳୀ ଏପର୍ଯ୍ୟନ୍ତ ଲାଗୁ ହୋଇପାରିଲା ନାହିଁ। ତେଣୁ ନୂତନ ସରକାରକୁ ଆମେ ଅନୁରୋଧ କରିବୁ ଯେ এই যে দাবিটা চাকরি সর্তাবলী এই দাবিটাকে শীঘ্রু শীঘ্র পূরণ করতু। তা সহিত বিগত দিନରେ বিভিন্ন কোর্টে উচ্চ ন্যায়ালয়ରୁ ଯେଉଁ ସବୁ କୋର୍ଟ ଅର୍ଡ଼ର ସବୁ ଆସୁଛି, ପୂର୍ବତନ ସରକାର ବହୁତ ଟାଳଟୁଳ ନୀତି କରିକି ତାକୁ ଲୋକଙ୍କୁ ହଇରାଣ କରୁଛନ୍ତି। ଏଇ କୋର୍ଟରୁ ସେ କୋର୍ଟ, ସେ କୋର୍ଟରୁ ସେ କୋର୍ଟ କରିକି ଅନେକ ହଇରାଣ କରୁଛନ୍ତି। ନୂତନ ସରକାରକୁ ଆମେ ଏଇଟା ଅନୁରୋଧ କରିବୁ ଯେ ଯେଉଁ ଉଚ୍ଚ ନ୍ୟାୟାଳୟରୁ ଯେଉଁ ଅର୍ଡ଼ର ଗୁଡ଼ା ସବୁ ଆସୁଛି ତାକୁ ଶୀଘ୍ର ପୂରଣ କର, ଲୋକଙ୍କୁ ହଇରାଣ ନ କରିକି ଶୀଘ୍ର ପୂରଣ କର। ତ ସେ ବାବଦରେ ଆମର ଗୋଟେ ଟିମ୍ ବହୁତ ଶୀଘ୍ର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସାଙ୍ଗରେ ସାକ୍ଷାତ କରିକି ଏସବୁ ବାବଦରେ ଜଣାଇବ ଏବଂ ଆପଣମାନଙ୍କ ଥ୍ରୋରେ ମୁଁ ବି ଅନୁରୋଧ କରିବି ସରକାରଙ୍କୁ, ନୂତନ ସରକାରଙ୍କୁ, ତାଙ୍କ ଉପରେ ଆମମାନଙ୍କର ବହୁତ ଭରସା ରହିଛି। ଆମର ଏଇ ଯେଉଁ ଚାକିରି ସର୍ତ୍ତାବଳୀ ଆଉ ପେନ୍ସନ୍ର ଯେଉଁ ଦାବି ଦୁଇଟା ରହିଛି ଶୀଘ୍ରରୁ ଅତି ଶୀଘ୍ର ପୂରଣ କରନ୍ତୁ। ବହୁତ ଲୋକ ଆମର ରିଟାୟାର୍ଡ ହେଇଯାଉଛନ୍ତି, ବହୁତ ଦୁଃଖ କଷ୍ଟରେ ରହୁଛନ୍ତି। ସମସ୍ତେ ସରକାରଙ୍କ ଏଇ ଯଦି ନିୟମ ଏଇ ଚାକିରି ସର୍ତ୍ତାବଳୀ ଆଉ ପେନ୍ସନ୍ ଲାଗୁ କରିଦିଅନ୍ତି ତାହେଲେ ସମସ୍ତେ ବହୁତ ଖୁସି ହେବେ। ଧନ୍ୟବାଦ।